ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ ବିଷୟବସ୍ତୁକୁ ଆଲୋଚନା କରିବା। ଆମର ଆଲୋଚ୍ୟ ବିଷୟବସ୍ତୁ ହେଲା କଳା ମାଣିକରେ ଏବଂ ଆମର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ତାହେଲେ ପିଲାମାନେ ଆମେ କବି ପରିଚୟ ବିଷୟରେ ଟିକେ ଜାଣିବା। ଇଏ ହେଉଛନ୍ତି ଆମର ସେଇ ପୂଜ୍ୟ କବି ଯିଏକି ପ୍ରାଚୀନ ରୀତିଜୀବ କବି ଅଭିମନ୍ୟୁ ସାମନ୍ତ ସିଂହାର ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ 1760 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଆବିର୍ଭାବ ହୋଇଥିଲା 1760ରେ ଏବଂ ସେ ପିଲାଦିନରୁ ସୁନ୍ଦର କବିତା ରଚନା କରି ଆସୁଥିଲେ। ତାଙ୍କର ଯଦି ଲେଖା ଭିତରେ ଆମେ ଦେଖିବା ପିଲାମାନେ, ତାଙ୍କର ପ୍ରସିଦ୍ଧ ଲେଖାଗୁଡ଼ିକ ହେଲା ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ବାଘ ଗୀତ, ସୁଲକ୍ଷଣା, ଚଢ଼େଇ ଗୀତ, ବୋଲେ ହୁଁଟି ଅନ୍ୟତମ। କିନ୍ତୁ ଏଇ ଯେତେ ଲେଖା ଅଛି ସବୁ ଲେଖା ଭିତରୁ ବିଦଗ୍ଧ ଚିନ୍ତାମଣି ହେଉଛି ଅନ୍ୟତମ। ଯେଉଁ ଆମର କଳାମାଣିକରେ ଆମେ ବିଦଗ୍ଧ ଚିନ୍ତାମଣି କାବ୍ୟର 67 ଛାନ୍ଦରୁ ଏହାକୁ ଅଣାଯାଇଛି। କେତେ ନମ୍ବର ଛାନ୍ଦରୁ ଅଣାଯାଇଛି ପିଲାମାନେ? ନା 67 ଛାନ୍ଦରୁ ଅଣାଯାଇଛି। ଏଠାରେ କ'ଣ ହେଇଛି ନା ଆମର ବିଷୟବସ୍ତୁ କ'ଣ ନା ଆମର ସାରମର୍ମ କ'ଣ କୁହାଯାଉଛି ଯେ ଯେତେବେଳେ କୃଷ୍ଣ ବନକୁ ଗମନ କରିଛନ୍ତି କ'ଣ କରିବା ପାଇଁ ନା ଗାଈପଲମାନଙ୍କୁ ଚରାଇବା ନିମନ୍ତେ ନେଇଛନ୍ତି। ସେହି ସମୟରେ ମାତା ଯଶୋଦା ତାଙ୍କ ମନରେ ଅନେକ ଗୁଡ଼ିଏ ବ୍ୟସ୍ତତା ଏଠାରେ ପରିଲକ୍ଷିତ କରାଇଛନ୍ତି ଏବଂ ସେ ବ୍ୟାକୁଳ ହୋଇଯାଉଛନ୍ତି କୃଷ୍ଣଙ୍କୁ ଦେଖିବା ନିମନ୍ତେ। ଏବଂ ଏହି ସମୟରେ କ'ଣ ହେଇଛି ନା ସନ୍ଧ୍ୟା ସମୟ ହୋଇଯାଇଛି ଏବଂ ସେହି ସନ୍ଧ୍ୟା ସମୟରେ କ'ଣ ହେଇଛି ନା ଗୋରୁପଲଙ୍କୁ ଧରି ଯେତେବେଳେ ସେ ଫେରିଛନ୍ତି ତାହା ବିଳମ୍ବ ହୋଇଯାଇଛି। ଗୋଟେ ମାଆର ମମତା ବା ମାଆର ବାତ୍ସଲ୍ୟ ସେ କ'ଣ କରିପାରିବ ନାହିଁ, ସେ କେତେବେଳେ ମଧ୍ୟ ସେ ବିଳମ୍ବକୁ ସେ ଅପେକ୍ଷା କରି ରହିପାରିବ ନାହିଁ, ଯାହାକି ଏଠାରେ ବର୍ଣ୍ଣନା କରିଛନ୍ତି ପିଲାମାନେ। ତ ଯେତେବେଳେ କୃଷ୍ଣ ଫେରିଛନ୍ତି, ଫେରିବା ସମୟରେ କ'ଣ ହେଇଛି ନା ବିଳମ୍ବ ହୋଇଯାଇଛି, ଯାହାଫଳରେ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ଏଠାରେ ପ୍ରକାଶ ପାଇଛି। ଅର୍ଥାତ୍ ମାତା ଅସ୍ଥିର ହୋଇଯାଇଛନ୍ତି କୃଷ୍ଣଙ୍କୁ ଦେଖିବା ନିମନ୍ତେ ଏବଂ ଏହି କବିତାରେ ମାତୃହୃଦୟର ଆବେଗ ଭରା ବାତ୍ସଲ୍ୟ ପ୍ରେମର ବାସ୍ତବ ଚିତ୍ର ଏଠାରେ ପ୍ରତିଫଳିତ ହେଉଛି। ଆମେ ଦେଖିପାରିବା ପିଲାମାନେ ମାତୃହୃଦୟ ଏଠାରେ କ'ଣ ହୋଇଛି ନା ବାତ୍ସଲ୍ୟ ପ୍ରେମ ଏଠାରେ ବାସ୍ତବ ଚିତ୍ର ଦେଖିବାକୁ ମିଳିବ। ଅର୍ଥାତ୍ ଗୋଟେ ଛୁଆ ପ୍ରତି ମାଆର ଥିବା ଯେଉଁ ମମତାଟା ଆମେ ଏଠାରେ ପରିଲକ୍ଷିତ କରିପାରିବା। ତାହେଲେ ଆମେ ବିଷୟବସ୍ତୁକୁ ଆଗେଇ ଯିବା ପିଲାମାନେ। ଇଏ ହେଉଛନ୍ତି ଆମର ସେଇ ପରମ ବ୍ରହ୍ମ ଶ୍ରୀକୃଷ୍ଣ ଏବଂ ତାଙ୍କ ସାଥିରେ ଅଛନ୍ତି ଗୋରୁପଲ, ଯାହାକୁ ନେଇ ସେ ବନକୁ ଗମନ କରିଥିଲେ ଏବଂ ସନ୍ଧ୍ୟା ହୋଇଯାଇଛି। ସନ୍ଧ୍ୟା ହେବା ସମୟରେ ସେ ଟିକେ ବିଳମ୍ବରେ ଘରକୁ ଫେରିଛନ୍ତି। ଆମେ କବିତାଟାକୁ ଡାଇରେକ୍ଟ ବୁଝିବା ପିଲାମାନେ। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚିତ କଳାମାଣିକରେ। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ। ଧୀରେ ଧୀରେ କହିଲେ କ'ଣ ନା ମାନେ କଲେ କଲେ ବା ଅତି ଧୀର ଭାବରେ। ଘେନ କାନନରେ, କାନନ କହିଲେ କ'ଣ ନା ବନକୁ ବୁଝାଉଛି ପିଲାମାନେ। ଯେତେବେଳେ ସେ ବନକୁ ଗମନ କରିଛନ୍ତି, କିଏ? କୃଷ୍ଣ ଗୋରୁପଲଙ୍କୁ ନେଇକି ଯାଇଛନ୍ତି ଏବଂ ଯେତେବେଳେ ସେ ବନରୁ ଗମନ କରୁଛନ୍ତି ସେହି ସମୟରେ କ'ଣ ହେଇଛି ନା ଟିକେ ବିଳମ୍ବ ହୋଇଯାଇଛି। ସନ୍ଧ୍ୟାକାଳୀନ ସମୟ, କୃଷ୍ଣ ଗମନ କରିଛନ୍ତି ବନକୁ ଏବଂ ଯେତେବେଳେ ଫେରିଛନ୍ତି, ଫେରିବା ସମୟରେ ଟିକେ କ'ଣ ହେଇଛି ନା ଟିକେ ବିଳମ୍ବ ହୋଇଯାଇଛି। ଯାହାକି ସେ ବିଳମ୍ବକୁ କ'ଣ ହେଇଛି ନା ଏଠାରେ ମାତା ଯଶୋଦା କ'ଣ କରୁଛନ୍ତି? ଭାଳୁଛନ୍ତି। ଭାଳୁଛନ୍ତି କହିଲେ କ'ଣ ନା ଭାଳୁଛନ୍ତି କହିଲେ ଚିନ୍ତା କରିବା। ସେ କ'ଣ ଚିନ୍ତା କରୁଛନ୍ତି ନା ତାଙ୍କ ପୁତ୍ର ନିମନ୍ତେ ଥିବା ଯେଉଁ ମମତା ବା ବାତ୍ସଲ୍ୟ, ସେଇ ଯେଉଁ ଭଲ ପାଇବାଟା ସେ ଏଠାରେ କ'ଣ କରୁଛନ୍ତି ନା ତାକୁ ଭାଳୁଛନ୍ତି, ଚିନ୍ତା କରୁଛନ୍ତି, ମନେ ପକାଉଛନ୍ତି। କ'ଣ ମନେ ପକାଉଛନ୍ତି ନା କୃଷ୍ଣଙ୍କ ସହିତ ଅତିବାହିତ କରିଥିବା ସମୟ ଗୁଡ଼ିକ ତାଙ୍କ ମାନସ ପଟରେ କ'ଣ ହେଉଛି ନା ତାହା ଆପେ ଆପେ ପଳାଇ ଆସୁଛି। ଆହା ମୋ କଳା ମାଣିକରେ। କଳା ମାଣିକ କହିଲେ କ'ଣ ନା କୃଷ୍ଣଙ୍କ ରଙ୍ଗ ହେଉଛି କଳା। ମାଣିକ କହିଲେ କ'ଣ ନା ମଣି ସଦୃଶ। ସେଠାରେ କ'ଣ ବୋଲି ତୁଳନା କରୁଛନ୍ତି?
କଳା ମଣିର ସଦୃଶ ତୁଳନା କରିଛନ୍ତି ଶ୍ରୀକୃଷ୍ଣଙ୍କୁ ଏବଂ ସେ କହୁଛନ୍ତି କ'ଣ କଳା ମାଣିକର ଅର୍ଥ ହେଲା ସେ ଅତି ନିଜର ଆତ୍ମୀୟ ଭାବରେ ତାଙ୍କୁ କ'ଣ କହୁଛନ୍ତି କଳା ମଣି ବୋଲି ଏଠାରେ ଅଭିହିତ କରିଛନ୍ତି। ଆଗକୁ ବଢ଼ିବା ପିଲାମାନେ, ନିଧନ ସଂଖାଳି ମୋର ଦରିଦ୍ର ପସରା। ନିଧନ ଅର୍ଥାତ୍ ଧନର ମାନେ ଧନର ସହିତ ତୁଳନା କରି ହେବ ନାହିଁ, ସେଟା ହେଲା ନିଧନ। ଯେଉଁ ଧନକୁ ଆମେ ତୁଳନା କରିପାରିବା ନାହିଁ, ଯେଉଁ ଧନକୁ ଆମେ ବର୍ଣ୍ଣନା କରିପାରିବା ନାହିଁ, ଯେଉଁଟା ଅବର୍ଣ୍ଣନୀୟ ଅତୁଳନୀୟ, ତାହା ହେଲା ନିଧନ। ସଂଖାଳି ମୋର ନିଜର ଅତି ଆତ୍ମୀୟର ମୋର ଦରିଦ୍ର ପସରା। ତୁ ହେଉଛୁ ମୋର ସବୁକିଛି, ମୋର ଧନ ନିର୍ଧନ ତୁ ହେଉଛୁ ମୋର ସବୁକିଛି। ତୁ ହେଉଛୁ କ'ଣ ନା ଅନ୍ଧର ଲଉଡ଼ି। ଲଉଡ଼ି କହିଲେ କ'ଣ ନା ବାଡ଼ିକୁ ବୁଝାଏ। ଅର୍ଥାତ୍ ଯେଉଁ ଅନ୍ଧ ମାନେ ଦେଖିପାରିବେ ନାହିଁ ସେମାନଙ୍କୁ କ'ଣ ଦରକାର ନା ବାଡ଼ି ଦରକାର। ତୁ ହେଉଛୁ ମୋର ସେଇ ବାଡ଼ି ସଦୃଶ, ତେଣୁ ହେଉଛୁ ତୁ ଅନ୍ଧର ଲଉଡ଼ି। ଏବଂ କ'ଣ ବାବୁରେ ତୁ ହେଉଛୁ ମୋର ହୃଦୟର ରତ୍ନହାରା। ହୃଦୟର ରତ୍ନହାରା କହିଲେ କ'ଣ ନା ହାର, ହାର କହିଲେ ଗଳାର ମାଳ। ଅର୍ଥାତ୍ ତୁ ହେଉଛୁ ମୋର ହୃଦୟର ରତ୍ନର ମାଳ। ତୁ ହେଉଛୁ ମୋର ନିଧନ ସଂଖାଳି। ତୁ ମୋର କ'ଣ ନା ଦରିଦ୍ରର ପସରା। ଯେଉଁ ଦରିଦ୍ରମାନଙ୍କର ପାଖରେ ସମ୍ପତ୍ତି ଥିବ ସେହି ଦରିଦ୍ରମାନଙ୍କର ଯେଉଁ ପସରା ବୋଲି କୁହାଯାଇଥାଏ ସମ୍ପତ୍ତିକୁ ବୁଝାଇଥାଏ। ଅର୍ଥାତ୍ ତୁ ହେଉଛୁ ମୋର ସବୁକିଛି ବାବୁରେ। ତୁ ହେଉଛୁ ମୋର କ'ଣ ନା ଅନ୍ଧର ଲଉଡ଼ି। ଯେଉଁ ଅନ୍ଧମାନଙ୍କର ବାଡ଼ିର ସଦୃଶ ତୁ ହେଉଛୁ ମୋର ସେଇ ଲଉଡ଼ି ଏବଂ ହୃଦୟର ରତ୍ନହାରା। କଳା ମାଣିକରେ ବାବୁ କୃଷ୍ଣରେ। ଆଉ କ'ଣ କହୁଛନ୍ତି, ମୋ ଜୀବ ଜୀବନ ତୁହି ନୟନ ପ୍ରତିମା। ତୁ ହେଉଛୁ ମୋର ଜୀବର ଜୀବନ। ଅର୍ଥାତ୍ ଆମ ଶରୀରରେ ଯେଉଁ ଆତ୍ମାଟା ପ୍ରବାହିତ ହେଉଛି ସେ ଆତ୍ମାର ଜୀବହନ ବା ଜୀବ ହେଉଛୁ ତୁ। ତୁ ହେଉଛୁ କ'ଣ ନୟନର ପ୍ରତିମା ସଦୃଶ, ଆଖିର ପ୍ରତିମା ସଦୃଶ। ଅର୍ଥାତ୍ ଯେଉଁ ଛବି ଗୁଡ଼ିକ ପ୍ରତିଫଳିତ ହେଉଛି ପ୍ରତିବିମ୍ବିତ ହେଉଛି, ତୁ ହେଉଛୁ ସେଇ ମୋର ନୟନର ପ୍ରତିମା। ତତେ କି ପାଶୋରି ହେବ ମୋର ସୁଖ ସୀମା। ମୋ ଜୀବ ଜୀବନ ତୁହି ନୟନ ପ୍ରତିମା। ତତେ କି ପାଶୋରି ହେବ ମୋର ସୁଖ ସୀମା। ବାବୁରେ ତୁ ହେଉଛୁ ମୋର କ'ଣ ଜୀବର ଜୀବନ। ଯଦି ମୋର ଶରୀର ଖାଲି ଯଦି ମୋ ପାଖରେ ଥିବ ତାହେଲେ ଶରୀର ଆତ୍ମା ହେଉଛୁ ତୁହି। ତାହେଲେ ତୁ ମୋର କ'ଣ ନା ଜୀବର ଜୀବନ। ତୁ ହେଉଛୁ ମୋର ସେଇ ଆତ୍ମା ଏବଂ ତୁଇ ମୋର କ'ଣ ନୟନର ପ୍ରତିମା। ଅର୍ଥାତ୍ ତୁ ମୋର ହେଉଛୁ ସେ କ'ଣ ନା ଛବି। ପିଲାମାନେ ଆମେ ଯଦି ଶରୀରକୁ ଦେଖିବା, ଶରୀର ସହିତ କ'ଣ ଥିବ ନିଶ୍ଚିତ ଭାବରେ ଗୋଟେ ଛାଇ ଥିବ। ମୁଁ ଯଦି ଶରୀର ହେଲେ ଛାଇ କିଏ ନା ଛାଇ ହେଉଛି କୃଷ୍ଣ। କିଏ କହୁଛନ୍ତି ଏଇଟା ନା ଯଶୋଦା କହୁଛନ୍ତି। ଆଉ କ'ଣ ନା ତତେ କି ପାଶୋରି ହେବ। ତତେ କି ମୁଁ କ'ଣ ଭୁଲି ପାରିବି, ତତେ କି ମୁଁ କ'ଣ କରିପାରିବି ନା ପାଶୋରି ପାରିବି। ତୁ ହେଉଛୁ ମୋର କ'ଣ ସୁଖର ସେହି ସୀମା। ଯେଉଁ ପର୍ଯ୍ୟନ୍ତ ମୋର ସୁଖ ଥିବ ସେଇ ସୁଖର ସୀମା ହେଉଛୁ କିଏ ନା ତୁ। କୃଷ୍ଣ ହେଉଛନ୍ତି ସେ ସୁଖର ପରିସମାପ୍ତି ବା ସେହି ଶେଷ, ଯେଉଁ ଜାଗାରେ କି ତାଙ୍କର ସୁଖର ପ୍ରାପ୍ତି ହେଇଯାବ। ସେ ହେଉଛି କିଏ ନା ସେ ହେଉଛନ୍ତି ଯଶୋଦାଙ୍କର ସୁଖର ସୀମା। ଠିକ୍ ଅଛି ବାବୁ କଳା ମାଣିକରେ। ଡରୁ ଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ସେ କ'ଣ କରୁଛନ୍ତି ନା ଛୋଟ ସମୟରେ ବା ବାଳୁତ ଅବସ୍ଥାରେ କ'ଣ ହେଇଥାଏ, ପିଲାମାନେ ଆମେ ଅନ୍ଧାରକୁ ଦେଖିଲେ ଟିକେ ଡରିଥାଉ। ଠିକ୍ ସେହିପରି କୃଷ୍ଣ ମଧ୍ୟ କ'ଣ କରୁଛନ୍ତି ନା ଅନ୍ଧାରକୁ ଟିକେ ଭୟ କରିଥାନ୍ତି। ତେଣୁକରି ସେ କହୁଛନ୍ତି ଯେ ଡରୁଥାଉ ଅନ୍ଧାରକୁ। ଅର୍ଥାତ୍ ଅନ୍ଧାର ହେଇଗଲେ ତୁ ଅନ୍ଧାରକୁ ଟିକେ ଡରୁଥାଉ। ଆଉ କ'ଣ ଯେତେବେଳେ ତୁ ଅନ୍ଧାର ହେଇଥାଏ ସେହି ସମୟରେ ଯେତେବେଳେ ଗୋରୁ ରଖିବା ପାଇଁ ତୁ ଯାଇଥାଉ ବା ଗୋରୁ ପଲଙ୍କୁ ଯେତେବେଳେ ବାନ୍ଧିବା ପାଇଁ ଯାଇଥାଉ, ତୁ ସେହି ସମୟରେ କ'ଣ କରିଥାଉ ନା ଅନ୍ଧାରକୁ ଦେଖିଲେ ଟିକେ ଡରିଥାଉ। ଆଉ କ'ଣ ଜନକ ଜନନୀ, ଜନକ କହିଲେ ପିତା, ଜନନୀ କହିଲେ ମାତା। ଜନକ ଜନନୀ ପିତା ମାତାଙ୍କର ସୁଖକୁ ତୁ କ'ଣ ପାଇଁ ସାରିଥାଉ, କ'ଣ ପାଇଁ ତୁ ତାକୁ ସାରିଥାଉ। ଅନ୍ଧାରକୁ ଦେଖିଲେ ତୁ ଯଦି ଡରୁଛୁ ତାହେଲେ ପିତାମାତାଙ୍କର ଯେଉଁ ସୁଖ ତୁ କ'ଣ ପାଇଁ କମ୍ କରିଦେଉଛୁ। କଳା ମାଣିକରେ ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ। ଯେତେବେଳେ ଆମେ ବୁଢ଼ା ହେଇଯିବୁ ବା ବାର୍ଦ୍ଧକ୍ୟ ସମୟ ପହଞ୍ଚିଯିବ ସେହି ସମୟରେ ତୁ ମୋର ହେଉଛୁ କ'ଣ ନା ଏକର ନନ୍ଦନ। ନନ୍ଦନ କହିଲେ ପୁତ୍ର। ତୁ ହେଉଛୁ ମୋର ଏକମାତ୍ର ସାହାରା। ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ହୃଦ ତାପ କହିଲେ କ'ଣ ନା ହୃଦୟ ବା ଆମର ଶରୀର ଯେତେବେଳେ ତାପମାତ୍ରା ବଢ଼ି ବଢ଼ି ଯାଇଥାଏ
आमे आमर तापकु नियंत्रण करने निमंते आमे कौन करथाउ ना चंदनर गोटे लेप दे थाउ पिला माने देखिथिबो जेतेबेले शरीरटा तापमान हो तापटा वृद्धि पाइब सेही समय आमे जदि चंदन लगई देवा ताहले कौन हम ना आम शरीरटा टिके शांत हो ठीक सही परी विनाशन अर्थात हरण करवा से जो ताप को हरण करने निमंते आमे कौन करिथाउ चंदन भलिया आमे लगई थाउ तेणु से कहते जितेबाला आम शरीरटा वृद्धि ताप वृद्धि करिवो सही समय आमे तोते जितेबाला देखिदेबू ताहा कौन हो चंदन सदृश आमर तापटा नियंत्रित हो पारिबो अर्थात हृदताप कहले शरीरटा तापमान होवाटा विनाशने कहले कौन ना विनाशनर अर्थ है टिके कम करदेवाटा बा ताकू नियंत्रित करने को कहा जाए थाए हरिचंदन चंदनर अर्थ है चंदन गोटिका अधाम सर न रुचई तते गोटिका भी हूँ गोटे खाद्य पदार्थ अधाम कहले मध्य खाद्य पदार्थ सर कहले आम जो क्षीर जातीय द्रव्य सबू तीनोटी जाक ये गोटिका अधाम सर ये है क्षीर जातीय द्रव्य पिला माने सर तुम देखि जितेबाला आम क्षीर को गरम करवा गोटे सरर गोटे लेप पड़ी से सर ठीक अच्छे कि नहीं अधाम कहले आमर जो कौन कहूँ ना पेड़ा बा जो खुआरे जातीय माने तैयारी द्रव्य को कही थाउ से जिनस तोते जितेबाला आम खावाई दौचु ताहले तोते कौन होची ना तोते रुचु नहीं अर्थात तू खावाई पसंद करूना किंतु नाची लांच मागु थाउ लवणी केमंते किंतु तू कौन कर थाउ ना लवणी बा लहुणी तू कौन कर थाउ ना सब बेले मागी ताकू खाई थाउ ताकू कौन कर थाउ ना नाची लांच मागु थाउ लांच बोले बुझीपार पिला माने जितेबाला छोट छुआ मानू आम कौन कर थाउ ना तांकर जो दुष्टामी को आम नियंत्रित करने निमंते तांको बुझेइबा निमंते आम तांको कौन कर थाउ ना भल भल जिनस ताको खाइबा पई देई थाउ किंतु से कौन करचंती ना ताको मना कर दोचंती एवं निजे लवणी बा मागी बा लहुणी मागी से निजे खाउचंती कला माणी करे तोली मु धइले गोली हो जाऊ तुही जितेबाला मुझे तोते कल करिकी धरवाई चाहूँगी तोते मुझे जितेबाला पाई करने चाहूँगी से समय तू कौन हो जाऊँ ना गोली ही जाऊँ गोली कहले एठारे पिला माने टिके हालका को बुझाऊँगी अर्थात तोर ओजनटा हेते नुह जहाँफल कौन हो गोली गला भाया होउची कौन तो दुर्बल देखी कहीं पशिब ही मुही तोर जो से दुर्बल शरीर को देखी मोर अंतर रे अनेक गुड़िए व्यथा माने सृष्टि होवार संभावना मुझे कौन करुँची ना लक्ष्य करुँची तेणुक पिला माने से कौन कहते तोते मुझे जिते कोल कर धरवाई चाहूँगी से समय तोर दुर्बल शरीरटा मते कौन करुँची ना व्यथित कर दौची तेणु पिला माने पुणी कौन कहते ना कलामणि करे अर्थात से आदरर सदृश कृष्ण को कला मणिर सदृश एठारे कौन करछंती ना वर्णना करछंती तेणु पिला माने आज पई एतिकी धन्यवाद थैंक यू टू ऑल पुणी देखा अन्य एक वीडियो रे जय जगन्नाथ सांग माने आशा करुछि भगवानंकर अपार करुणारु आपण माने भलरे थिबे एवं सुखमय जीवन अतिबाहित करथिबे आज आमे सप्तम श्रेणीर साहित्य बहिर कला माणिकरे विषय वस्तु को आलोचना करिबा गत वीडियो रे आमे आलोचना करथिले तोले मु धइले गोली हो जाऊ तुही तो दुर्बल देखी कहीं पशिब ही मुही कला माणी करे 7 नंबर पद को आलोचना करथिले आज आमे 8 नंबर को जीवा ताहले डेरी न करी पिला माने आगे जीवा डाकिनी लोभांती बोली डरू थाउ मने बार बार बारू थाई जीवा पाई बने अर्थात डाकिनी लोभांती बोली डरू थाउ मन अर्थात सी जितेबाला भी जाउछंती से समय कौन हो मन रे भय जागृत हो जाउछि एवं विभिन्न प्रकार बाधाविघ्न सेठारे उत्पन्न होउछि जहा फल रे सी डरी जाउछंती तेणु ताकू सी कौन करछंती ना बार बार कहले कौन ना बारंबार से बारंबार ताकू बारू थाई रो अर्थ है एठारे बारण करवा बारू थाई कहले क्या बुझाऊँगी ना बारण करने को बुझाऊँ बारण करवा कहले कौन ना मना करवाटा को बुझाऊँ से बारंबार कौन करचंती ना बारण करचंती बा मना करचंती कोटी की जीवापाई ना वन को जीवापाई से सब मना करचंती अर्थात वन को न जीवापाई से परामर्श करचंती एवं पुणी स्नेहरे डाकुचंती कला माणी करे नेक्स्ट को जीवा
ନିଶାଚର ମାତିବାର ଶୁଭୁଛି ଶ୍ରୁତି କି। ନିଶାଚର କହିଲେ କ'ଣ ନା ରାତ୍ରରେ ବିଚରଣ କରୁଥିବା ଜୀବମାନଙ୍କୁ ନିଶାଚର ବୋଲିକରି କୁହାଯାଇଥାଏ। ଏବଂ ନିଶାଚର ମାତିବାର ଅର୍ଥ ହେଲା କ'ଣ ନା ସେଠାରେ ବିଚରଣ କରିବାକୁ ଏଠାରେ କୁହାଯାଉଛି ପିଲାମାନେ। ଅର୍ଥାତ୍ ସେଠାରେ ସେମାନେ ନିଶାଚରମାନେ କ'ଣ କରୁଛନ୍ତି ନା ଉପସ୍ଥିତ ହୋଇକି ଅଛନ୍ତି। ଯାହାକି ଶୁଭାଯାଉଛି କେଉଁଠିକି ଶୁଭାଯାଉଛି ନା ଶ୍ରୁତିକି କହିଲେ କ'ଣ ନା କାନକୁ ନିଶାଚରମାନେ ମାତିଥିବାର ବା ବୁଲୁଥିବାର ଜଣାପଡ଼ୁଛି ବା ଶୁଣାଯାଉଛି। ମୁଁ ଡଙ୍କୁଣି ଛାଡ଼ିଦେଲେ ବନକୁ, ଅର୍ଥାତ୍ ସେ ନିଜକୁ କ'ଣ କରୁଛନ୍ତି ନା ଡଙ୍କୁଣି ବୋଲି କହୁଛନ୍ତି। ଅର୍ଥାତ୍ ସେ କ'ଣ କରିଦେଇଛନ୍ତି ନା ମସ୍ତ ବଡ଼ ଭୁଲ କରିଦେଇଛନ୍ତି। କ'ଣ କରିକି ସେ ବନକୁ ଯିବା ପାଇଁ ଅନୁମତି ଦେଇକି ବହୁତ ବଡ଼ ଭୁଲ କରିଦେଇଛନ୍ତି ବୋଲି ନିଜକୁ ସେ ପଶ୍ଚାତାପ କରୁଛନ୍ତି। ଏବଂ ସେ କହୁଛନ୍ତି ଯେ ମୁଁ ବନକୁ ଛାଡ଼ିବା କଥା ନୁହେଁ, କିନ୍ତୁ ଭୁଲବଶତଃ କ'ଣ କରିଦେଇଛି ନା ମୁଁ ତୋତେ ଛାଡ଼ି ଦେଇଛି। ପୁଣି କହୁଛନ୍ତି କଳା ମାଣିକରେ, କଳାର ମୋର ରତ୍ନର ହାର, ରତ୍ନ ବୋଲି ସେ କହୁଛନ୍ତି। ଝାଳ ବହୁଥିବ ଅଙ୍କୁ ଲାଗି ଝାଞ୍ଜି ଖରା, ଅର୍ଥାତ୍ ସେ ଝାଳ ବହୁଥିବ ସେଠାରେ ଯେଉଁ ଯାଇଥିବ ସେ ମାନେ ବନରେ କ'ଣ ହେଇଥିବ ନା ସେଠାରେ ଝାଳ ବହୁଥିବ। ଦିନ ସାରା ଖରାରେ କ'ଣ ହେଉଥିବ ପିଲାମାନେ ଆମର ଅଙ୍ଗ ପ୍ରତ୍ୟଙ୍ଗ ଅର୍ଥାତ୍ ଆମର ଶରୀର କ'ଣ ହେଇଥିବ ନା ଚାରିଆଡ଼େ ଝାଳ ବହୁଥିବ। ସେଇ ଯେଉଁ ଝାଞ୍ଜି ଖରା ସମୟର ଦୃଶ୍ୟ ପିଲାମାନେ ନିଜେ ଅନୁଭବ କରିଥିବ। ଖରାରେ ଆମେ ଜାଣିଛୁ କ'ଣ ହେଉଥିବ ନା ପ୍ରବଳ ଗରମରେ ଝାଳ ବାହାରୁ ପଡ଼ୁଥିବ। ଏବଂ ଶ୍ରମ ପାଇ ତରୁ ତଳେ ବସିଥିବୁ ପରା, ଅର୍ଥାତ୍ ତୋର ସେଇ ଶ୍ରମକୁ ଲାଘବ କରିବା ପାଇଁ ତୁ କ'ଣ କରିବୁ ନା ତରୁ ତଳେ, ତରୁ କହିଲେ ଗଛକୁ ବୁଝାଉଛି ପିଲାମାନେ। ଅର୍ଥାତ୍ ଗଛର ତଳମାନଙ୍କରେ କ'ଣ କରିଥିବ ବା ଗଛର ମୂଳରେ କ'ଣ କରିଥିବ ମାନେ ଆମର କୃଷ୍ଣ ଭଗବାନ କ'ଣ କରିଥିବେ ନା ସେଠାରେ ଆଶ୍ରୟ ନେଇଥିବେ। ସେ କହୁଛନ୍ତି କ'ଣ ନା ଶ୍ରମ ପାଇ ତରୁ ତଳେ ବସିଥିବୁ ପରା, ଅର୍ଥାତ୍ ଏହି ଖରାରେ ତୋ ଅଙ୍ଗ ପ୍ରତ୍ୟଙ୍ଗରୁ କ'ଣ ହେଉଥିବ ନା ଝାଳ ବାହାରୁଥିବ। ଏବଂ ସେହି ଝାଳରେ ତୁ କ'ଣ ହେଇଯାଇଥିବୁ ନା ହାଲିଆ ହେଇଯାଇଥିବୁ। ସେ ହାଲିଆ ହେଇଯାଇଥିବୁ ବା ଶ୍ରମ ଯେଉଁ କରିଥିବୁ ତାକୁ ଲାଘବ କରିବା ପାଇଁ ଗଛର ମୂଳରେ ତୁ କ'ଣ କରୁଥିବୁ ଟିକିଏ ବିଶ୍ରାମ ନେଇଥିବୁ ବା ବସି ପଡ଼ିଥିବୁ। ପୁଣି କହୁଛନ୍ତି କ'ଣ ନା କଳା ମାଣିକରେ ନେଲୁ ନାହିଁ କାହିଁ ପାହିଁ ତୋ କୋଠାଉ ଛତା। ବନକୁ ତୁ ଗମନ କଲୁ ଠିକ୍ କଥା ବାପ, କିନ୍ତୁ ଯେତେବେଳେ ଯାଇଛୁ ସେହି ସମୟରେ କ'ଣ କରିବା କଥା ନା ସୁରକ୍ଷା ଦୃଷ୍ଟିକୋଣରୁ ଆମେ ବିଭିନ୍ନ ପ୍ରକାର ଜିନିଷ ନେଇକି ଯିବା କଥା। ଯେମିତି ଖରାରେ ଗଲେ ଆମେ କ'ଣ କରୁଛୁ ନା ଗୋଟେ ଛତା ନେଉଛୁ, ଚପଲ ପିନ୍ଧୁଛୁ, ହାତରେ ଗୋଟେ ବାଡ଼ି ଧରୁଛୁ ଏବଂ ମୁଣ୍ଡରେ ଗାମୁଛା, ପାଣି ବୋଟଲ ଆମେ ନେଇକି ଯାଉଛୁ। ତ ଯେତେବେଳେ ଆମେ ବାହାରୁଛୁ ପିଲାମାନେ ଆମେ ନିଜ ସାଥିରେ କ'ଣ କରୁଛୁ ନା ଚପଲ ଜୋତା ନେଇକି ଯାଉଛୁ ବା ଛତା ବି ଧରିକି ଯାଉଛୁ। ତ ଏଠାରେ କ'ଣ କରୁଛନ୍ତି ମାତା ଯଶୋଦା ମଧ୍ୟ କହୁଛନ୍ତି କୃଷ୍ଣଙ୍କୁ କ'ଣ ନା ଯେତେବେଳେ ତୁ ଯାଉଛୁ ରେ ବାପ ତୁ କ'ଣ କରିବା କଥା ନା କୋଠାଉ ଛତା ନେଇକି ଯିବା କଥା। କିନ୍ତୁ ତୁ କାହିଁକି ଆଜି ନେଇକି ଗଲୁ ନାହିଁ? ଯଦି ନେଇଥାନ୍ତୁ ତାହେଲେ ଏଇ ଖରାରୁ କ'ଣ ହେଇଥାନ୍ତୁ ନା ତୁ ଆଶ୍ରୟ ପାଇଥାନ୍ତୁ। ବନେ କଣ୍ଟା ଲାଗି ହଏ ମୃଦୁ ପାଦ ଚିନ୍ତା, ତୋର ଯେଉଁ ସେ ମୃଦୁ ପାଦ ଅର୍ଥାତ୍ କମଳ ପାଦ, ସେ ଯେଉଁ ଅତି ମନୋହର ପାଦ କ'ଣ ହେବ ନା ସେଠାରେ ବନେ କହିଲେ ଜଙ୍ଗଲ ବା ମାନେ କାନନକୁ ବୁଝାଉଛି। ସେଠାରେ କ'ଣ ହେଇଥିବ ନା କଣ୍ଟା ଗୁଡ଼ିଏ ଲାଗି ରହିଥିବ। ସେ କଣ୍ଟାଟା କ'ଣ ହେବ ନା ପାଦରେ ଲାଗିଯିବ। ଯଦି ପାଦରେ ଲାଗିଗଲା ତାହେଲେ ସେଇଟା ତୋତେ କ'ଣ ହେବ ନା ଅନେକ ଗୁଡ଼ିଏ କଷ୍ଟ ଦେବ। ଯାହାକି ମୋତେ କ'ଣ ଲାଗୁଛି ତାହା ମୋତେ ଦୁଃଖ ଲାଗୁଛି। ତେଣୁ ସେଇଥିପାଇଁ ମୁଁ ଚିନ୍ତାରେ ଅଛି ଯେ ତୁ ଯେତେବେଳେ ଗଲୁ କାହିଁକି କୋଠଉ କିମ୍ବା ଛତା ନେଇକି ଯାଇନାହୁଁ। ଯଦି ନେଇକି ଯାଇଥାନ୍ତୁ ତାହେଲେ ଏଇ ଯେଉଁ ଜଙ୍ଗଲରେ କଣ୍ଟା ପଡ଼ିଛି ସେ କଣ୍ଟାରୁ କ'ଣ ହେଇଥାନ୍ତା ତୋର ଯେଉଁ ପାଦଟା ନରମ ପାଦଟା ତାହା ବଞ୍ଚି ଯାଇଥାନ୍ତା। କଳା ମାଣିକରେ କାନ ଡେରି ଥାଇଁ ଏକା ତ ବେଣୁ ଗୀତକୁ, ମୋର କାନଟା କ'ଣ ହେଉଛି ନା ସବୁବେଳେ ମୁଁ ଡେରିକି ରଖିଛି, ଅର୍ଥାତ୍ ସବୁବେଳେ ଜାଗ୍ରତ ଅବସ୍ଥାରେ ଅଛି। କ'ଣ କରିବା ପାଇଁ? ତୋର ସେଇ ଗୀତକୁ ଶୁଣିବା ପାଇଁ। ତୋର ଗୀତ ଶୁଣିଲେ ମୋତେ ମୋ ଜୀବନରେ କ'ଣ ଦେଉଛି ନା ଶାନ୍ତି ପ୍ରଦାନ କରୁଛି। ତେଣୁ ପାଇଁ ମୁଁ ତୋର ଗୀତକୁ ଶୁଣିବା ପାଇଁ
ମୋର କାନକୁ ବା ମୋର କର୍ଣ୍ଣକୁ ମୁଁ ଡେରିକି ରଖିଛି ବା ଏକ ଲୟରେ ଏକ ଧ୍ୟାନରେ ମୁଁ ତାକୁ ଶୁଣିବା ପାଇଁ ପ୍ରସ୍ତୁତ ଅଛି। ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ। ମୋର ମନରେ ଅନେକ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଛି, କ'ଣ ପାଇଁ ଆଜି ମୁଁ ଶୁଣିବାକୁ ପାଉନାହିଁ? କାହିଁକି ମୁଁ ଆଜି ଶୁଣିବାକୁ ଅସମର୍ଥ ହେଉଛି ତୋର ସେହି ବେଣୁ ଗୀତକୁ? ତୋର ଗୀତ ଶୁଣିଲେ ମୋତେ ଟିକେ କ'ଣ ଲାଗୁଛି ନା ଜୀବନରେ ଆଶ୍ୱସ୍ତି ମିଳୁଛି। ତେଣୁ ସେଥିପାଇଁ ମୁଁ ଏହାକୁ ସବୁବେଳେ ଜଗି ରହିଛି କେତେବେଳେ ସେହି ଗୀତଟା ବାଜିବ ଏବଂ ମୁଁ ଶୁଣିବି। ଆହା ମୋ କଳା ମାଣି କରେ। ତେଣୁ ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍।